ଅଧିକାଂଶ ଖଣ୍ଡଗିରି ଥିବ, ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ, ବୁଢ଼ା ଠାରୁ ଟୋକା ପର୍ଯ୍ୟନ୍ତ। ଖଣ୍ଡଗିରି ମେଳା ଦେଖନ୍ତୁ, ଖଣ୍ଡଗିରି ପାହାଡ଼ ଉପରୁ ଖଣ୍ଡଗିରି ମେଳା। ରାତିରେ ବି ଏତିକି ଲୋକ ଉପରେ ଅଛନ୍ତି, ଅନ୍ଧାର କିଛି ଦେଖାଯାଉନି, ବାକି ରାତିରେ ବହୁତ ଲୋକ ଅଛନ୍ତି ଉପରେ। ଏବେ ତ ଟିକେ ଅଛି, ସନ୍ଧ୍ୟା ହେଲେ ମାନେ ପୁରା ଟ୍ରାଫିକ ଜାମ୍, ଗାଡ଼ି ଗୋଟେ ଯାଇପାରିବନି ସେ ଛକରୁ। ଏଇ ଦିନେ ଦୁଇ ଦିନ ହେଲା ଷ୍ଟାର୍ଟ ହେଇଛି ନା, ସେଥିପାଇଁ ଏତେ ଟିକେ ଭିଡ଼ ନାହିଁ, କମ୍ ଭିଡ଼ ଅଛି। ଟିକେ ପାଖେଇ ଯାଉ, ମାହୋଲଟା ଟିକେ ଗରମ ହେଇଯାଉ, ଦେଖିବ ସେତେବେଳେ କେମିତି ହବ ଖେଳଟା। ମାନେ ଭୁବନେଶ୍ୱରର ମାନେ 50-60% ଲୋକ ସନ୍ଧ୍ୟା ହେଲା ମାନେ ଏଇଠି ସବୁ ଖଣ୍ଡଗିରି ଥିବେ। ଏଇଟା ବାକି ସୁନ୍ଦର ଦେଖାଯାଉଛି, ବଢିଆ ଲାଗୁଛି। ଲାଇଟ୍ ଫାଇଟ୍ ହେଇ ପୁରା ଛିନଛତର। ହାଇ ହ୍ୟାଲୋ ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ। ଆଉ ଗୋଟେ ନୂଆ ଫ୍ରେଶ୍ ଭିଡ଼ିଓରେ ଆପଣମାନଙ୍କୁ ୱେଲକମ୍। କ'ଣ ପାଇଁ କହୁଛି, ଆଜି ଟିକେ ଗାଧୁଆ ପାଧୁଆ ଆଜି ଟିକେ ଲେଟ୍ ହେଲା। ଥଣ୍ଡା ଟିକେ ଧରିଯାଇଛି ବେଡ଼େ ଜୋର। ଥଣ୍ଡା ଧରିଯିବା ଫଳରେ ମାନେ ଭଲ ଲାଗୁନି, ମାନେ କୁଆଡ଼େ ଗୋଟେ କ'ଣ ଯିବା ପାଇଁ କରିବା ପାଇଁ ଭଲ ଲାଗୁନି। ମାନେ ଦେହଟା ଟିକେ ଥଣ୍ଡା ହେଲେ ଯେମିତି ଲାଗେ ସେଇଭଳିଆ ଲାଗୁଛି। ଆଉ ମୁଁ ଟିକେ ଆସିଥିଲି ଗୋଟେ କାମରେ, ଯେ ଟିକେ କାମଟା ସାରି ଦେଇକିରି ଆଜି ଦେଖିବା ସନ୍ଧ୍ୟାବେଳକୁ ଟିକେ ଆମେ ଯିବା ଖଣ୍ଡଗିରି ମେଳା ବୁଲିବା ପାଇଁ। ଖଣ୍ଡଗିରି ମେଳାରେ ଆଜି କ'ଣ କ'ଣ ହେଉଛି, କ'ଣ କ'ଣ ଯାତ୍ରା ଅପେରା ପାର୍ଟି ଆସିଛି ଟିକେ ଦେଖିବା। ଆଉ ଆଜି ଯଦି ହବ, ଯଦି ଭଲ ଅପେରା ଯଦି ପଡ଼ିଥିବ, ତେବେ ଟିକେ ଆଜି ଅପେରା ଆଡ଼େ ମାଡ଼ିଯିବା। ଆଉ ଭଲ ଅପେରା କ'ଣ ଆସିଛି, ବହୁତ ଗୁଡ଼ା ତ ଅପେରା ଆସିଛି। କାଲି ମୁଁ ଏମିତି ରାସ୍ତାରେ ଯାଉ ଯାଉ ଦେଖିଲି ଯେତିକି, ସେତିକି ହେଉଛି ପାଖାପାଖି ତୁମର 1 2 3 4 5 1 2 3 4 5 6ଟା 6ଟା ଖଣ୍ଡେ ଆସିଛି ଯାତ୍ରାପାଟି। ସେଇ ଭିତରୁ ଆସିଛି ଦୁର୍ଗା ମନ୍ଦିର, ଯାଜ୍ଞସିନୀ ଗୋଟେ କ'ଣ ନୂଆ ଗୋଟେ ଯାତ୍ରା ଅପେରା ପାର୍ଟି, ଆଉ ଶିବାନୀ ତ ଜାଣିଥିବେ। ତାପରେ ଆମର ଶିବାନୀ, ଦୁର୍ଗା ମନ୍ଦିର, ଶିବାନୀ, ଦୁର୍ଗା ମନ୍ଦିର, ଯାଜ୍ଞସିନୀ, ବିଶ୍ୱ ଦରବାର, ଆଉ ଆର ପଟେ ଖଣ୍ଡଗିରି ଆର ପଟେ ଗୋଟେ ସେଇଟା ଗୋଟେ କ'ଣ ପଡ଼ିଛି, ଗୋଟେ ସେଇଟା ମୁଁ ଦେଖିପାରିଲିନି। ଏଇପଟେ 3-4ଟା ଖଣ୍ଡେ ପଡ଼ିଛି। ଦେଖିବା ଯଦି ଟାଇମ୍ ହେଲା ମାଡ଼ି ଯିବା। ଆଉ ଟିକେ ଯାତ୍ରା, ଆମର ଟିକେ ଯାତ୍ରା ପ୍ରେମୀ ନା, ଯାତ୍ରା ଟିକେ ନ ଦେଖିଲେ ଭଲ ଲାଗିବନି। ଚାଲ ଦେଖିବା। ଏବେ ଆମ ଦିନ ବେଳା କାମଟା ସାରିଦେବା, ଆଜି ତ ସେକେଣ୍ଡ ସଟରଡେ ନା, ଛୁଟି। ଦେଖିବା କୁଆଡ଼େ ଟିକେ ବୁଲାବୁଲି କରିବା, କ'ଣ କରିବା ଦେଖିବା। ଆଉ କଟକ ଭୁବନେଶ୍ୱର ଲୋକ ତ କାହିଁ ଜାଣିପାରିଲେ, ଯଦି ଜାଣିପାରିଲେ ଗୋଟେ ଏଇ 10-15 ଦିନ ଯାହା ଜାଣିପାରିଲେ, ତାପରେ ଆଉ ଜାଣିପାରିଲେ ନାହିଁ। କ'ଣ ପାଇଁ? ଶୀତ ତ ନାହିଁ, ହେଇ ତ ଆମ ତ ଯାତ୍ରା ଚାରିଆଡେ ଯାତ୍ରା। ଆଜି ଆଉ ଥରେ ଆଜି ତ ହବ, ଆଜି ଆଉ ଥରେ ହବ, ଖେଳଟା ହବ, ଯିବା ଆମେ ଆଜି ମାଡ଼ି ଯିବା। ଏଇଟା ସାଙ୍ଗମାନେ କୁହ, ସେ ନାଲିଆ ଫଳଟା କ'ଣ କହନ୍ତି? ସେ ନାଲିଆ ଫଳଟାକୁ, ଏଇଟା ତ ଆପୁଲ ଜାଣିପାରୁଥିବେ, ସେ ଗୋଟେ ନାଲିଆ ଫଳଟା। ଏଇଟା ଏଇ ଫଳଟାକୁ କ'ଣ କହନ୍ତି? କମେଣ୍ଟ ବକ୍ସରେ କୁହନ୍ତୁ କ'ଣ ଫଳଟା ଏଇଟା ହେଲା। ଭାଇ ବହୁତ ଭିଡ଼, ମାନେ ମୁଁ ଏବେ ଆସିଲି ଇଏ କାହିଁ ପାଇଁ, ମାନେ ଭିଡ଼ ମାନେ ଅସମ୍ଭାଳ ଭିଡ଼। ଭାଇ କ'ଣ ଏ ଭିଡ଼ରେ ବୁଲିବ କିରେ? ଭିଡ଼ରେ ବୁଲି ହବନି, ଯାଉନ। ଏଇଟା ହାଇଦର ଭିଡ଼, ମାନେ এই ভিডিও କ'ଣ ବୁଲିବ କିରେ ଭାଇ? ଖାଲି ତ ଯାତ୍ରାର ପୋଷ୍ଟର ଆଉ ହାଇଦର ଏଥର ପୁରା ଖେଳ କରିବ, ଯାହା ଲାଗିଲାଣି। ଆଉ ଖଣ୍ଡଗିରି ମାଘ ସପ୍ତମୀ ମେଳା 2025 ସ୍ୱାଗତମ ତ ଆମେ ତ ହବା, ମୁଁ ସ୍ୱାଗତ କରୁଛେ, ଆଉ ସମସ୍ତେ ସ୍ୱାଗତ କରୁଛନ୍ତି, ଆଉ କ'ଣ କରିବା। ଦିଅ ମଟର ଦିଅ, ମତେ ମଟର ଦିଅ। ମଟର ଟିକେ ଖାଇବ ନା, ଆଉ ମେଳା ଆସିছে ମାନେ ମଟର ଟିକେ ନ ଖାଇଲେ ହବନି, ବୁଝିଲ। ମଟର ସଲା, ମଟର ଟିକେ ଖାଇଦବା।
ଆଉ ଆମର ତ ପନିର ଖାଇଲେ ଭଳିଆ ତ ଭଲ ଲାଗେ 20 ଟଙ୍କା ନେଲା ଏ ଆଳୁ କ'ଣ ଲମ୍ବା ଲମ୍ବା କ'ଣ ସେଇଟା କ'ଣ ପଟାଟୋ କ'ଣ ସେଇଟା ପଟାଟୋ ଦୁଇଟା ଟିକେ ଭଲ ଲାଗିଲା ନହେଲେ ପଟାଟୋ ଷ୍ଟିକ୍ଟା ଭଲ ଲାଗିଲା ଆଉ କିଛି ଭଲ ଲାଗିଲା ତାଠୁ ଭଲ ଏଇଟା ଭଲ ଲାଗୁଛି ନାଇଁ ଆଲୁ ଆଉ ଡାଲିଟା ଯେମିତି ହଉ ଚାଲିଛି ଖଣ୍ଡଗିରି ଉପରେ ରାତିରେ ଗୋଟେ ଅଲଗା ପ୍ରକାର ତାର ମାନେ ପରିବେଶ ଲାଗୁଛି ତ କିଛି ଦେଖାଯାଉନି ଭାଇ ଭିଡ଼ ପ୍ରବଳ ଏଠି ମାନେ ରାତିରେ କେବେ ମୁଁ ଆସିନଥିଲି ଫାଷ୍ଟ ଟାଇମ୍ ଆସିଲେ ରାତିରେ ବଢ଼ିଆ ଲାଗୁଛି ଥଣ୍ଡା ଥଣ୍ଡା ଉପରେ ପବନ ମାରୁଛି ଲୋକ ଗହଳି ମୁଁ ମାନେ ଦିନ ବେଳେ ଦେଖିଥିଲି ରାତିରେ କେବେ ଦେଖିନଥିଲି ଗହଳି ଆଉ ପୁରା ମସ୍ତ 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 ବହୁତ ବଡ଼ ଚାଲିକି ପଳେଇ ଆସିଲି ଉପରକୁ ଏବେ ପଳେଇବା ତଳକୁ ଚାଲି ଚାଲି ପାହାଡ଼ ପଥର ବଡ଼ 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 ପଥର ସବୁ ଅଛି ଏଇଭଳିଆ ଆଉ ସିଷ୍ଟମ୍ ବାବାମାନେ ସବୁ ତଳେ ବସିଛନ୍ତି ଦେଖିବା ଟିକେ ସେଠି ଟିକେ ଦର୍ଶନ କରିକି ଆସିବା କେଉଁ କେଉଁ ବାବାମାନେ ସବୁ ଅଛନ୍ତି ଲୋକ ଗହଳି ବହୁତ 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 ତ ମାନେ ନିହାତି 2-3 ହଜାର ଲୋକ ଉପରେ ସବୁ ବସିଛନ୍ତି ଯିଏ ଯୁଆଡ଼େ ଆଉ ସବୁ ହେଲା ଦେଖନ୍ତୁ ଲୋକ ଦେଖନ୍ତୁ ତଳେ ଯାତ୍ରାରେ ଯେତିକି ଲୋକ ହେଇ ଉପରେ ବି ସେତିକି ଲୋକ ଅଛନ୍ତି ସବୁ ଯିଏ ଯୁଆଡ଼େ ବସିଛନ୍ତି ମାନେ ଭଲ ଥଣ୍ଡା ଲାଗୁଛି ଉପର ପରିବେଶଟା ଲୋକ ସବୁ ଯିଏ ଯୁଆଡ଼େ ବସିଛନ୍ତି ଆଉ ଦେଖ କେତେ ଲୋକ ଦେଖ ଏଟା ମନ୍ଦିରଟା ଆମର ଆଉ ଲୋକ ଭିଡ଼ ମାନେ ପୋକ ମାଛି ଭଳିଆ ଲୋକ ଯୁଆଡ଼େ ଦେଖି ଆଉ ଦିନ ବେଳେ ଏତିକି ଲୋକ ହଉନଥିବେ ଖଣ୍ଡଗିରି ପହାଡ଼ ରାତିରେ ଏତିକି ଲୋକ ହଉଛନ୍ତି।